ଆଜି ଆସନ୍ତୁ ଆମ୍ଭେ ପିତାଙ୍କ ଶେଷ ଇଚ୍ଛା ଏହି ବିଷୟ ଅନ୍ତର୍ଗତ ପରମେଶ୍ୱରଙ୍କ ଅନୁଗ୍ରହ ଭାଗ କରିବା। ପିତା ଦାଉଦଙ୍କ ଭବିଷ୍ୟବାଣୀ ଅନୁସାରେ ଏହି ପୃଥିବୀକୁ ଆସି 37 ବର୍ଷ ପର୍ଯ୍ୟନ୍ତ ସୁଷମାଚାର ମାର୍ଗରେ ଚାଲିଲେ। ସ୍ୱର୍ଗ ଯିବାର ଠିକ୍ ପୂର୍ବେ ସେ ଶେଷଥର ଫୋନ କଲ୍ କରିଥିଲେ, ମୁଁ ଏହି ପୃଥିବୀରେ ଶେଷଥର ପିତାଙ୍କ ସ୍ୱର ଶୁଣିବାରେ ସକ୍ଷମ ହେଲି। ପିତା ବହୁତ ସରଳ ସନ୍ଦେଶ ଦେଇଥିଲେ। ଏହାଠାରୁ ଅଧିକ ଆମମାନଙ୍କୁ ଯାହା କରିବା ଉଚିତ ତାହା ହେଉଛି ଯତ୍ନର ସହିତ ସୁସମାଚାର ପ୍ରଚାର କରିବା। ମୋତେ ସେହି ମିଶନ ପ୍ରତି ଜାଗ୍ରତ କରି ସେ ଫୋନ ରଖିଦେଲେ। ଏହା ପିତାଙ୍କ ଶେଷ ସ୍ୱର ଥିଲା ଯାହା ମୁଁ ପୃଥିବୀରେ ଶୁଣିଥିଲି। ପିତା କହିଲେ, ବର୍ତ୍ତମାନ ସବୁ କିଛି ଠିକ୍ ହେବ, ଏଥିପାଇଁ ମାତାଙ୍କ ବାକ୍ୟ ଧ୍ୟାନରେ ଶୁଣ ଏବଂ ଯତ୍ନର ସହିତ ସୁସମାଚାର ପ୍ରଚାର କର। ଯେହେତୁ ପିତା ଆମ୍ଭମାନଙ୍କୁ ସର୍ବଦା କହିଥିଲେ କି ସୁସମାଚାର ସମ୍ମିଳନରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କରାଯିବ, ତେଣୁ ମୁଁ ସର୍ବଦା ସେହି ଶବ୍ଦ ଗୁଡ଼ିକୁ ମୋ ମନରେ ରଖିଲି ଏବଂ ମୁଁ ବିଶ୍ୱାସ କଲି କି ପିତା ସ୍ୱର୍ଗକୁ ଯିବା ପୂର୍ବରୁ ଯେପର୍ଯ୍ୟନ୍ତ ଆମ୍ଭେ କଠିନ ପରିଶ୍ରମ କରିବା, ପିତା ସବୁକିଛି ଠିକ୍ ହେବା ପାଇଁ ସମ୍ଭବ କଲେ। ଯେତେବେଳେ ଆପଣ 4ଟି ସୁସମାଚାର ପୁସ୍ତକ ଉପରେ ନଜର ଦିଅନ୍ତି, ମାଥ୍ୟୁ, ମାର୍କ, ଲୁକ ଏବଂ ଯୋହନ ରଚିତ ସୁସମାଚାର ଶେଷରେ ଉଲ୍ଲେଖିତ ସାଧାରଣ ସନ୍ଦେଶ କ'ଣ? ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କର। ପିତା 2000 ବର୍ଷ ପୂର୍ବେ ମଧ୍ୟ ସମାନ ସନ୍ଦେଶ ଛାଡ଼ିଥିଲେ। ବର୍ତ୍ତମାନ ଏହି ଯୁଗରେ ଯେତେବେଳେ ଆମ୍ଭେ ସେହି ପଥ ଅନୁସରଣ କରୁଅଛୁ ଯାହା ପିତା ଏବଂ ମାତା ମାର୍ଗଦର୍ଶନ କରୁଛନ୍ତି, ପିତା ଯେଉଁ ସନ୍ଦେଶ ଦେଲେ ଏବଂ ମାତା ଯାହା ଗୁରୁତ୍ୱ ଦେଲେ ତାହା ଆମମାନଙ୍କୁ ମନେ ରଖିବା ଉଚିତ। ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଅ, କାରଣ ମେଷପୋଲରେ ଆସିନଥିବା ମେଷ ବର୍ତ୍ତମାନ ମଧ୍ୟ ଅନେକ ଅଛନ୍ତି। ଯେହେତୁ ଆମ୍ଭେ ପୃଥିବୀର ପ୍ରତ୍ୟେକ କୋଣରେ ଏହି ସୁସମାଚାର ପ୍ରଚାର କରି ହିଁ ଆପଣା ହଜିଯାଇଥିବା ଭାଇ ଓ ଭଉଣୀଙ୍କୁ ଖୋଜିବା ପରେ ସ୍ୱର୍ଗକୁ ଯାଇପାରିବା। ତେଣୁ ବର୍ତ୍ତମାନ ସୁଦ୍ଧା ଯେତେବେଳେ ମୁଁ ଆମ୍ଭମାନଙ୍କ ଭାଇ ଭଉଣୀମାନଙ୍କ ସହିତ ସାକ୍ଷାତ ହୁଏ, ମୁଁ ଅସହାୟ ହୋଇ ସେମାନଙ୍କୁ ପିତାଙ୍କ ଠାରୁ ଶୁଣିଥିବା ଏହି ବାକ୍ୟ ଗୁଡ଼ିକୁ କହିଥାଏ, ସବୁକିଛି ଠିକ୍ ହେବ, ଆମ୍ଭେମାନଙ୍କୁ ଯାହା କରିବା ଉଚିତ ତାହା ଯତ୍ନ ସହିତ ପ୍ରଚାର କରିବା। ପିତାଙ୍କ ଶିକ୍ଷା ମଧ୍ୟରୁ ଗୋଟିଏ ଶିକ୍ଷା ଏହା, ଉତ୍ତମ ବ୍ୟକ୍ତି ଖୋଜିବା ପରିବର୍ତ୍ତେ ଉତ୍ତମ ବ୍ୟକ୍ତି ହୁଅ। ଉତ୍ତମ ଲୋକଙ୍କୁ ଖୋଜିବା ଭଲ, କିନ୍ତୁ ପିତା ଚାହୁଁଥିଲେ କି ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଉତ୍ତମ ବ୍ୟକ୍ତି ହେଉନ୍ତୁ। ଭାଇ ଓ ଭଉଣୀମାନେ, ବାଇବଲରେ କେଉଁ ପ୍ରକାରର ବ୍ୟକ୍ତି ଉତ୍ତମ ବ୍ୟକ୍ତି? ଆଜି ଆସନ୍ତୁ ଆମେ ଲୁକରେ ଏହି ବିଷୟକୁ ଜାଣିବା। ଆସନ୍ତୁ ଆମେ ଲୁକ ଅଧ୍ୟାୟ 10 ପଦ 28 ଦେଖିବା। ସେଥିରେ ସେ ତାହାଙ୍କୁ କହିଲେ, ତୁମ୍ଭେ ଯଥାର୍ଥ ଉତ୍ତର ଦେଲ, ଏହା କର, ତାହା ହେଲେ ତୁମ୍ଭେ ଜୀବନ ପାଇବ। କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋର ପ୍ରତିବାସୀ କିଏ? ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଜେରୁସାଲେମରୁ ଜିରିହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇ ନେଇ ଓ ମାଡ଼ ମାରି ତାହାଙ୍କୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ। ଘଟଣାକ୍ରମେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ। ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ। କିନ୍ତୁ ଜଣେ ସମୀରଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଡ଼ିତ ହେଲେ ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷରସ ଢାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ଆପଣା ବାହନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ଘେନିଯାଇ ତାହାର ସେବା ଶୁଶ୍ରୂଷା କଲେ। ତହିଁ ଆର ଦିନ ସେ 2ଟି ଟଙ୍କା ବାହାର କରି ପାନ୍ଥଶାଳାର କର୍ତ୍ତାଙ୍କୁ ଦେଇ କହିଲେ, ଏହାର ସେବା ଶୁଶ୍ରୂଷା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ ତାହା ମୁଁ ବାହୁଡ଼ି ଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି। ଏହି 3 ଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ? ଅନ୍ୟ ଶବ୍ଦରେ ଏହି 3 ଜଣଙ୍କ ମଧ୍ୟରୁ ଉତ୍ତମ ବୋଲି କିଏ ହେଲେ? ପଦ 37, ସେ କହିଲେ, ଯେ ତାହା ପ୍ରତି ଦୟା କଲା ସେ। ଯୀଶୁ ତାଙ୍କୁ କହିଲେ, ଯାଅ, ତୁମେ ମଧ୍ୟ ସେହି ପ୍ରକାର କର। ଯେତେବେଳେ ଆମ୍ଭେ ପିତାଙ୍କ ଏହି ବାକ୍ୟକୁ ଉତ୍ତମ ବ୍ୟକ୍ତି ଖୋଜିବା ପରିବର୍ତ୍ତେ ଉତ୍ତମ ବ୍ୟକ୍ତି ହୁଅ ମନରେ ରଖି ଲୁକ ଅଧ୍ୟାୟ 10 ଦେଖିବା, ତେବେ ଆମ୍ଭେ ଉତ୍ତମ ବ୍ୟକ୍ତିର ଏକ ବିଶିଷ୍ଟ ପ୍ରକାର ଦେଖିପାରିବା ଯାହା ପିତା ଅତ୍ୟଧିକ ଚାହୁଁଥିଲେ। ଯେତେବେଳେ ଜଣେ ଲେବୀୟ ତାକୁ ଦେଖିଲା ଯେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିଲା,
ତେବେ ସେ ବାଟର ଆରପାଖ ଦେଇ ଚାଲିଗଲା। ଆଉ ଜଣେ ଯାଜକ ମଧ୍ୟ ବାଟର ଆରପାଖ ଦେଇ ଚାଲିଗଲା। କିନ୍ତୁ ଜଣେ ସମୀରଣୀୟ ଯେ ଯାତ୍ରା କରୁଥିଲା, ଯେହେତୁ ସେ ଯାତ୍ରା କରୁଥିଲେ, ତେବେ ତାହାର ନିଶ୍ଚିତ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ଥିବ। ତାଙ୍କୁ ଯିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ହେଲା। କିନ୍ତୁ ସେ ସେହି ଜିନିଷ ଗୁଡ଼ିକର ଚିନ୍ତା କଲେ ନାହିଁ। ସେ ସବୁକିଛି ଗୋଟିଏ ପଟ ଅଲଗା କରି ସର୍ବପ୍ରଥମେ ଜୀବନ ବଞ୍ଚାଇବାକୁ ଖର୍ଚ୍ଚ ସ୍ୱଇଚ୍ଛାରେ ଉଠେଇଲେ। ଯୀଶୁ କହିଲେ, ଏହି 3 ଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ? ଅନ୍ୟ ଶବ୍ଦରେ, ଏହି 3 ଜଣଙ୍କ ମଧ୍ୟରୁ ଉତ୍ତମ ବ୍ୟକ୍ତି କିଏ ହେଲେ? ଯଦି ଆମେ ଉତ୍ତମ ବ୍ୟକ୍ତିକୁ ବାଛିବା, ତେବେ ସେ ତୃତୀୟ ଜଣକ ବ୍ୟକ୍ତି ଅର୍ଥାତ୍ ସମୀରଣୀୟ ହେବେ, ହଁ ନା? ଯେହେତୁ ସମୀରଣୀୟ ମରୁଥିବା ଲୋକର ଜୀବନ ରକ୍ଷା କରିବା ପାଇଁ ସମସ୍ତ ପ୍ରୟାସ କଲେ, ଏଥିପାଇଁ ଯୀଶୁ କହିଲେ, ଏହି ବ୍ୟକ୍ତି ଏହି 3 ଜଣଙ୍କ ମଧ୍ୟରୁ ସବୁଠାରୁ ଧାର୍ମିକ ଓ ଉତ୍ତମ ବ୍ୟକ୍ତି। ଯୀଶୁ କହିଲେ, ତୁମେ ମଧ୍ୟ ସେହି ପ୍ରକାର କର। ଭାଇ ଓ ଭଉଣୀମାନେ, ଏହି ଦୁନିଆରେ ଅନେକ ସିଦ୍ଧାନ୍ତ ମଧ୍ୟରୁ ଆମେ ସଂଖ୍ୟା ଗୁଡ଼ିକର ଭୂମିକା ଉପରେ ନଜର ପକାଇବା। କେଉଁ ସଂଖ୍ୟା ବଡ଼ ସଂଖ୍ୟା ସହିତ ଗୁଣନ କରିବା ପରେ ମଧ୍ୟ ଶୂନ୍ୟ ରହିଥାଏ, ତାହା ଶୂନ୍ୟ। 0, 1, 10 ବା 1000 ସହିତ ଗୁଣନ କରିବା ପରେ ମଧ୍ୟ ଶୂନ୍ୟ ହିଁ ରହିଥାଏ। ତାହା କ'ଣ ଯାହା 10 କୋଟି ସହିତ ଗୁଣନ କରିବା ପରେ ମଧ୍ୟ ଶୂନ୍ୟ ହିଁ ରହିଥାଏ? ତାହା ଶୂନ୍ୟ। ଯଦିଓ ଆପଣ ଏହା 100 କୋଟି ସହିତ ଗୁଣନ କରନ୍ତି, ତଥାପି ଏହା ଶୂନ୍ୟ ହିଁ ରହିଥାଏ। ଏହା କ'ଣ ଯାହା ଏକ ଅର୍ଥପୂର୍ଣ୍ଣ ସଂଖ୍ୟାରେ ପରିବର୍ତ୍ତନ ହେବା ଆବଶ୍ୟକ? ଭାଇ ଓ ଭଉଣୀମାନେ, ଆମ୍ଭେ ନିଜର ତୁଳନା ଶୂନ୍ୟ ସହିତ କରିପାରିବା ଏବଂ ଗୁଣନ କରିବାର ସଂଖ୍ୟାର ତୁଳନା ଆମମାନଙ୍କ ପରିସ୍ଥିତି ସହିତ କରିପାରିବା। କିଛି ଲୋକ 1 ନାମକ ପରିସ୍ଥିତିରେ ଏବଂ କିଛି ଲୋକ 100 ନାମକ ପରିସ୍ଥିତିରେ ଏବଂ କିଛି ଲୋକ 1000 କିମ୍ବା 10,000 ନାମକ ବହୁତ ଭଲ ପରିସ୍ଥିତିରେ ଅଛନ୍ତି। କିନ୍ତୁ ଯଦି ଆପଣ ଶୂନ୍ୟ, ତେବେ କ'ଣ ଭଲ ପରିସ୍ଥିତି ଏକ ଭଲ ପରିଣାମ ଆଣୁଥିବା ସର୍ତ୍ତ ହୋଇପାରିବ? ଯଦି ଆପଣ ଶୂନ୍ୟ, ତେବେ ଯଦିଓ ଆପଣଙ୍କ ପରିସ୍ଥିତି କେତେ ମଧ୍ୟ ଭଲ ହେଉନା କାହିଁକି, ଆପଣ ଶୂନ୍ୟ ବ୍ୟତୀତ ଆଉ କିଛି ମଧ୍ୟ ଉତ୍ପନ୍ନ କରିପାରିବେ ନାହିଁ। ତେବେ ଆମ୍ଭମାନଙ୍କୁ କ'ଣ କରିବା ଉଚିତ? ଭଲ ପରିସ୍ଥିତିରେ ଅର୍ଥପୂର୍ଣ୍ଣ ହେବା ପାଇଁ କାହାକୁ ପରିବର୍ତ୍ତନ ହେବାର ଆବଶ୍ୟକ? ମତେ ସଂଖ୍ୟା 0କୁ ପରିବର୍ତ୍ତନ କରିବା ଜରୁରୀ। କ'ଣ ଏହା ଠିକ୍ ନୁହେଁ? ଯଦି ଆମ୍ଭେ ପୁନର୍ବାର ଜନ୍ମ ନେଉ, ଯଦି ଆମ୍ଭେ ପରିବର୍ତ୍ତନ ହୋଇ ନୂତନ ନ ହେବା, ତେବେ ପରମେଶ୍ୱର ଆମମାନଙ୍କୁ ଅନେକ ଭଲ ପରିସ୍ଥିତି ସହିତ ଅନୁଗ୍ରହ ପ୍ରଦାନ କରି ମଧ୍ୟ ଆମ୍ଭେ ସୁନ୍ଦର ଫଳାଫଳ ବାହାର କରିପାରିବା ନାହିଁ, ହଁ ନା? ଏଥିପାଇଁ ଯୀଶୁ କହିଲେ, ତୁମ୍ଭେ ମଧ୍ୟ ସେହି ପ୍ରକାର କର। ସମସ୍ତ ମାନବ ଜାତି ମରିବା ପାଇଁ ନିଯୁକ୍ତ। ଆମ୍ଭେମାନେ ସ୍ୱର୍ଗଦୂତ ଅଟୁ, ଯେଉଁମାନେ ପାପ କରି ଏହି ପୃଥିବୀକୁ ବାହାର କରାଗଲା। ଆମ୍ଭେ ଚିନ୍ତା କରୁଅଛୁ, ଯଦି ମୁଁ ଏହି ଆତ୍ମାମାନଙ୍କୁ ଏହିପରି ଛାଡ଼ିଦିଏ, ତେବେ ଏସବୁ ମରିଯିବେ। ମୁଁ ସେମାନଙ୍କୁ କିପରି ରକ୍ଷା କରିପାରିବି? ଭାଇ ଓ ଭଉଣୀମାନେ, ସିଓନର ଅନେକ ସଦସ୍ୟ ଅଛନ୍ତି ଯେଉଁମାନେ ଶୂନ୍ୟ ସଂଖ୍ୟା ଜୀବନରୁ ବାହାରି ଆସିଛନ୍ତି। ଯଦି ଶୂନ୍ୟ ପରିବର୍ତ୍ତନ ହୋଇ ପୁନର୍ବାର ଏକ ଭାବରେ ଜନ୍ମ ନିଏ, ତେବେ ସଂଖ୍ୟା 10,000ରେ 10,000ର ସଂଖ୍ୟାତ୍ମକ ଅର୍ଥ ହେବ 10 କୋଟିରେ ଏହାର ଅର୍ଥ 10 କୋଟି ହୋଇପାରେ। ତେବେ କ'ଣ ହେବ ଯଦି ଆମ୍ଭେ 1 ପରିବର୍ତ୍ତେ 2 ବା 5 ହୋଇଯିବା? ଆମ୍ଭେ ଆହୁରି ମଧ୍ୟ ଅଧିକ ବଡ଼ ଫଳାଫଳ ପାଇବା, ହଁ ନା? ଆମମାନଙ୍କ ଚାରିପାଖରେ ଅନେକ ଆତ୍ମା ପରମେଶ୍ୱରଙ୍କ ନିକଟରେ ଏଥିପାଇଁ ଫେରି ଆସିଲେ, କାରଣ ଆମ୍ଭେ କ୍ରମାଗତ ଭାବରେ ପୁନର୍ବାର ଜନ୍ମ ହେଉଥିଲୁ ଏବଂ ଆମ୍ଭମାନଙ୍କ ପାତ୍ର ବୃଦ୍ଧି ହେଉଥିଲା। ଆମ୍ଭେ ଏପରି ଲୋକମାନଙ୍କ ରୂପରେ କ୍ରମାଗତ ପରିବର୍ତ୍ତନ ହେଲୁ, ଯେଉଁମାନେ ପରମେଶ୍ୱରଙ୍କ ସଦୃଶ୍ୟ ଅଟନ୍ତି। ଲୁକ ଅଧ୍ୟାୟ 10ରେ ସମୀରଣୀୟ ଯାତ୍ରା ସମୟରେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ବାସ୍ତବରେ ଏହା ଅନ୍ୟ ବ୍ୟକ୍ତିଙ୍କର ମାମଲା ଥିଲା ଏବଂ ସେ କେବଳ ଜଣେ ଯାତ୍ରୀ ଥିଲେ। ଏଥିପାଇଁ ସେ ଆପଣା ଗନ୍ତବ୍ୟ ସ୍ଥଳକୁ ଆପଣା ଯାତ୍ରା ଜାରି ରଖିପାରିଥାନ୍ତା,
ତଥାପି ସେ ଏହାକୁ ଆଉ କାହାର କାର୍ଯ୍ୟ ବୋଲି ଭାବିଲେ ନାହିଁ, କାରଣ ସେ ଜାଣିଥିଲେ କି ଯଦି ସେ ସେହି ମନୁଷ୍ୟକୁ ଏକୁଟିଆ ଛାଡ଼ି ଦେଇଥାନ୍ତା ତେବେ ସେ ମରିଯାଇଥାନ୍ତା। ଆମମାନଙ୍କ ଆଖପାଖର ଲୋକଙ୍କ ସହିତ ମଧ୍ୟ ଏପରି ହିଁ। ଆତ୍ମିକ ରୂପରେ ଯଦି ଦେଖିବା ତେବେ ସେମାନେ ଏପରି ଆତ୍ମା ଅଟନ୍ତି ଯେଉଁମାନଙ୍କୁ ଏକୁଟିଆ ଛାଡ଼ିଦେଲେ ମରିପାରନ୍ତି। ଏହିପରି ଲାଇଟ୍ ପରି ପିତା ଅଦ୍ଭୁତ ତାର ସର୍ଭିସ ଡ୍ରପ୍ ଯୋଡ଼ିଲେ ଯାହା ଘର ଏବଂ ବିଦ୍ୟୁତ ଖୁଣ୍ଟକୁ ସଂଯୋଗ କରନ୍ତି। ସବୁକିଛି କରିବା ପରେ ଆମ୍ଭମାନଙ୍କୁ ସୁଇଚ୍ ଅନ୍ କରିବାକୁ କହିଲେ। ଆମ୍ଭେମାନେ ସୁଇଚ୍ ଅନ୍ କଲୁ ଆଉ ଲାଇଟ୍ ଉଜ୍ଜ୍ୱଳତାରେ ଜଳିଲା। ଅନ୍ଧକାର ଦୁନିଆକୁ ଏକ ଉଜ୍ଜ୍ୱଳ ଦୁନିଆରେ ପରିଣତ କରିବା ପିତା ସବୁକିଛି ସମ୍ଭବ କଲେ ଏବଂ ଆମ୍ଭମାନଙ୍କୁ ଏକ ସହଜ ପରିସ୍ଥିତି ଦେଲେ। ପିତା ଆମ୍ଭମାନଙ୍କ ପାଇଁ ଏହି ପଥ ତିଆରି କଲେ ଯାହାଦ୍ୱାରା ଆମ୍ଭେ କେବଳ ସୁସମାଚାର ଉପରେ ଧ୍ୟାନ ଦେଇପାରିବା। ପିତା ସବୁକିଛି ପ୍ରସ୍ତୁତ କରିବା ସତ୍ତ୍ୱେ ମଧ୍ୟ ସୁସମାଚାର କାର୍ଯ୍ୟ ନିଜେ ହିଁ ହୁଏ ନାହିଁ। ମୋ କହିବାର ଅର୍ଥ ଆମମାନଙ୍କୁ ପରିବର୍ତ୍ତନ ହେବା ଉଚିତ। ଆସନ୍ତୁ ଆମ୍ଭେ ଲୁକ ଅଧ୍ୟାୟ 19 ପଦ 12 ଦେଖିବା। ଏଣୁ ସେ କହିଲେ, ଜଣେ କୁଣୀନ ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ପ୍ରାପ୍ତ ହୋଇ ବାହୁଡ଼ି ଆସିବା ସକାଶେ ଦୂର ଦେଶକୁ ଯାତ୍ରା କଲେ। ସେ ଆପଣାର 10 ଜଣ ଦାସକୁ ଡାକି ସେମାନଙ୍କୁ 10 ଗୋଟି ମୋହର ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର। କିନ୍ତୁ ତାଙ୍କ ଦେଶବାସୀମାନେ ତାଙ୍କୁ ଘୃଣା କରୁଥିଲେ ଆଉ ସେମାନେ ତାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମମାନଙ୍କ ଉପରେ ରାଜତ୍ୱ କରିବ ଏହା ଆମମାନଙ୍କର ଇଚ୍ଛା ନୁହେଁ। ପରେ ସେ ରାଜପଦ ପ୍ରାପ୍ତ ହୋଇଥିବା ବାହୁଡ଼ି ଆସି ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଜ୍ଞା ଦେଲେ। ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ ଆପଣଙ୍କ ମୋହର ଆଉ 10ଟି ମୋହର ଲାଭ କରିଅଛି। ସେ ତାହାକୁ କହିଲେ, ବେଶ ଉତ୍ତମ ଦାସ, ତୁମେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ 10 ଗୋଟି ନଗର ଉପରେ ଅଧିକାର ପ୍ରାପ୍ତ ହୁଅ। ପୁଣି ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ ଆପଣଙ୍କ ମୋହର 5ଟି ମୋହର ଲାଭ କରିଅଛି। ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା 5 ଗୋଟି ନଗର ଉପରେ ଅଧିକାର ପ୍ରାପ୍ତ ହୁଅ। ଆଉ ଜଣେ ଆସି କହିଲା, ପ୍ରଭୁ ଦେଖନ୍ତୁ ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖିଦେଇଥିଲି କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନଥାନ୍ତି ତାହା ଉଠାଇ ନିଅନ୍ତି, ପୁଣି ଯାହା ବୁଣି ନଥାନ୍ତି ତାହା କାଟନ୍ତି। ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖିନଥାଏ ତାହା ଉଠାଇ ନିଏ, ପୁଣି ଯାହା ବୁଣି ନଥାଏ ତାହା କାଟେ। ଏହା କଣ ଜାଣିଥିଲୁ? ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହା ହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାନ୍ତି। ପୁଣି ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ଘେନିଯାଇ ଯାହାର 10 ମୋହର ଅଛି ତାହାକୁ ଦିଅ। ସେଥିରେ ସେମାନେ ତାଙ୍କୁ କହିଲେ, ପ୍ରଭୁ ତାହାର ତ 10 ମୋହର ଅଛି। ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି ତାହାକୁ ଦିଆଯିବ, କିନ୍ତୁ ଯାହାର ନାହିଁ ତାହା ପାଖରେ ଯାହା ଅଛି ତାହା ହିଁ ତାହାଠାରୁ ନିଆଯିବ। କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ରାଜତ୍ୱ କରେ ବୋଲି ଇଚ୍ଛା କରିନଥିଲେ ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର। ମୋହରର ଦୃଷ୍ଟାନ୍ତରେ ଜଣେ ମନୁଷ୍ୟ ଗୋଟିଏ ମୋହର ପାଇ ଆଉ 10 ଗୋଟି ମୋହର ଲାଭ କଲା ଏବଂ ଦ୍ୱିତୀୟ ଜଣକ ଗୋଟିଏ ପାଇ ଆଉ 5ଟି ମୋହର ଲାଭ କଲା। ଆମ୍ଭେ ଆପଣା ବାସ୍ତବିକ ସଂଖ୍ୟା ଅର୍ଥାତ୍ ଶୂନ୍ୟକୁ ଯେକୌଣସି ସଂଖ୍ୟା ସହିତ ଯୋଗ କରି ଅନ୍ୟ ସଂଖ୍ୟା ବାହାର କରିପାରିବା ନାହିଁ। କିନ୍ତୁ ଏପରି କିଛି ଲୋକ ଥିଲେ ଯେଉଁମାନେ ଏହାକୁ 5-10 ଗୋଟି ମୋହରରେ ପରିବର୍ତ୍ତନ କରିଦେଲେ। ସେମାନେ ଏହାକୁ କେମିତି ପରିବର୍ତ୍ତନ କରିଦେଲେ? ଏହା ଏଥିପାଇଁ ସମ୍ଭବ ଥିଲା କାରଣ ସେମାନେ ପୁନର୍ବାର ଜନ୍ମ ହୋଇଥିଲେ। ଏଥିପାଇଁ ଯୀଶୁ ଯୋହନ ଅଧ୍ୟାୟ 3 ପଦ 3ରେ ଏହା କହିଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ଆମ୍ଭମାନଙ୍କୁ ବର୍ତ୍ତମାନ ପରିବର୍ତ୍ତନ ହେବା ଆବଶ୍ୟକ। ରୋମିଓ ଅଧ୍ୟାୟ 12 ପଦ 1ରେ ଲେଖା ଅଛି, ଅତଏବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ପଦ 2, ତୁମେମାନେ ଏହି ବର୍ତ୍ତମାନ ଯୁଗର କଣ ହୁଅ ନାହିଁ, ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କ ଇଚ୍ଛା କଣ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଣ? ଆମ୍ଭମାନଙ୍କୁ ଆଜି ଗତକାଲି ଭଳି ହେବା ଉଚିତ ନୁହେଁ। ଆମ୍ଭମାନଙ୍କୁ ଗତକାଲିର ତୁଳନାରେ ପରମେଶ୍ୱରଙ୍କ ଆଜି ସଦୃଶ୍ୟ ହେବା ଉଚିତ ଏବଂ ଆଜିର ତୁଳନାରେ ଆସୁଥିବା ଦିନ ଆଉ ଅଧିକ। ଏହା ପରୀକ୍ଷା କରି ଜାଣିପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ପରମେଶ୍ୱରଙ୍କ ଇଚ୍ଛା କଣ? ଯେମିତି ଆମ୍ଭେ ଲୁକ ଅଧ୍ୟାୟ 10ରେ ଦେଖିପାରିବା, ପରମେଶ୍ୱର ଚାହୁଁଛନ୍ତି କି ଆମ୍ଭେ ଉତ୍ତମ ବ୍ୟକ୍ତି ହେଉ।
परमेश्वर चाहूनाहांती कि आम्भे सही लेबीय एवं याजक परी हेउ जेउमाने मरिथिबा लोकंकु एकुटिया ही छाड़ी देइथिले। परमेश्वर आम्भमानंकु सही समीरणीय परी हेबा निमंते कहुचंती, जहा द्वारा आम्भे मरिथिबा आत्मा मानंकर जत्न नेई सेमानंकु रक्षा करि परिबा। यीशु स्पष्ट रूपे कहिले, तुम्हें मध्य सही प्रकार कर, हाँ ना? रोमियो अध्याय 12 रे परमेश्वर आम्भमानंकु आपण शरीर को जीवित एवं पवित्र एवं परमेश्वर को भावनात्मक बलिदान करी उत्सर्ग करिबा पई कहिले एवं कहिले एहा ही तुममानंक आत्मिक सेवा। आम्भमानंक भूमिका एवं मूल्य गतकाली परी सुन ही रहिबा उचित नुहे, किंतु 1 रे एवं परे 2 रे एवं तापरे 3 रे परिवर्तन हेबा उचित। जदि आपण सहे होई जिबे तेबे कोनोसी मध्य परिस्थिति एवं असुविधा आपणक पछरे थिले मध्य आपण 1000 किंबा 10000 होई परिबे। एथि पय आजि मु पितांको एही वाक्य उपरे आउ थरे विचार करूअछि। उत्तम व्यक्ति खोजिबा परिवर्ते सर्वप्रथमे उत्तम व्यक्ति हुओ। आसंतु आम्भे दयाळु समीरणीय परी एपरी भल व्यक्ति हेबा जहांकु विश्वव्यापी रे 7.7 अरब लोकंक उपरे दया आसे आउ सेमानंकु जत्नर सहित सुसमाचार प्रचार करी अनुतापर पथरे नेई आसीबा, जहा द्वारा सेमाने उद्धार पर्यंत पहुंची पारिबे। मोर आशा अछि कि आम्भे एपरी सुंदर एवं अनुकूल जीवन यापन करिबारे सक्षम हेबा। एहा सहित मु आजिर उपदेश समाप्त करिबाकु चाहिबी। आपणको बहुत बहुत धन्यवाद।